ଖଣି ଅଞ୍ଚଳର ନିଆରା ରାବାଙ୍ଗ ବଜାର, ଯେଉଁଠି ଓଡ଼ିଶା ଓ ଝାଡ଼ଖଣ୍ଡବାସୀ ଏକାଠି ହୁଅନ୍ତି। ଆମ ଦେଶରେ ସାପ୍ତାହିକ ହାଟର ପରମ୍ପରା ପ୍ରାଚୀନ କାଳରୁ ପ୍ରଚଳିତ। ଅନେକଙ୍କ ମତରେ ଯେତେବେଳେ ମୁଦ୍ରା ବା ଟଙ୍କା ପଇସାର ପ୍ରଚଳନ ହୋଇନଥିଲା, ସେତେବେଳେ ସପ୍ତାହର ନିର୍ଦ୍ଦିଷ୍ଟ ଗୋଟିଏ ଦିନ ଲୋକମାନେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏକତ୍ରିତ ହୋଇ ଜିନିଷପତ୍ର ଆଦାନ ପ୍ରଦାନ କରୁଥିଲେ। ସେହି କାଳରୁ ହିଁ ଆମ ଦେଶରେ ସାପ୍ତାହିକ ହାଟର ପରମ୍ପରା ଚାଲି ଆସୁଛି ବୋଲି କୁହାଯାଏ। ତେବେ ବର୍ତ୍ତମାନ ଗାଁ ହେଉ ବା ସହର, ପ୍ରତ୍ୟେକ ସ୍ଥାନରେ ଦୋକାନ ବଜାର ଦେଖିବାକୁ ମିଳେ। ତଥାପି ଆଜିର ଡିଜିଟାଲ ସପିଂ ଯୁଗରେ ମଧ୍ୟ ସାପ୍ତାହିକ ହାଟର ମଜା କିଛି ନିଆରା। ଗାଁ ହେଉ ବା ସହର, ପ୍ରତ୍ୟେକ ଅଞ୍ଚଳରେ ପ୍ରାୟ ସାପ୍ତାହିକ ହାଟ ବସିଥାଏ। ତେବେ ଆସନ୍ତୁ ଆଜି ଆମେ ନିଆରା ସାପ୍ତାହିକ ହାଟ ରାବାଙ୍ଗ ବଜାର ବିଷୟରେ ଜାଣିବା। କେନ୍ଦୁଝର ଜିଲ୍ଲାର ବଡ଼ବିଲ ରେଳ ଷ୍ଟେସନକୁ ଲାଗି ପ୍ରତି ବୁଧବାର ସାପ୍ତାହିକ ହାଟ ବସିଥାଏ। ଏହା ଯୋଡ଼ା ଖଣି ଅଞ୍ଚଳରେ ରାବାଙ୍ଗ ବଜାର ନାମରେ ପରିଚିତ। ସବୁ ସାପ୍ତାହିକ ହାଟ ପରି ଏଠାରେ ମାଛ, କୁକୁଡ଼ା, ଘରୋଇ ସଉଦା, ପନିପରିବା ଆଦି ମିଳିଥାଏ। ତେବେ ଏହି ହାଟକୁ ଅଧିକାଂଶ ଆଦିବାସୀ ସମ୍ପ୍ରଦାୟର ଲୋକ ଆସୁଥିବା ବେଳେ ଏଠାରେ ହାଣ୍ଡିଆ ଦୋକାନ ଅଧିକ ଦେଖିବାକୁ ମିଳେ। ତେବେ ରାବାଙ୍ଗ ବଜାରର ବିଶେଷତ୍ୱ ହେଉଛି ଏହା ଓଡ଼ିଶା ଓ ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳବାସୀଙ୍କ ହାଟ। ଏଠାରେ ଓଡ଼ିଶା ଓ ଝାଡ଼ଖଣ୍ଡର ଲୋକ ସମାନ ସଂଖ୍ୟାରେ ଦେଖିବାକୁ ମିଳନ୍ତି।